ବାବାରେ କି ଶୀତ। ହାଏ ସାଙ୍ଗମାନେ, ମୁଁ ଲଳିତା ଲବଙ୍ଗଲତା ଟିକେ ଖରାରେ ଆସି ବସିଯାଇଛି। ଆଉ ମୋ ହାତରେ ଅଛି କ'ଣ କହିଲେ? ଆପଣମାନେ ଜାଣିପାରୁଛନ୍ତି କି ନାହିଁ ମୁଁ ତ ଜାଣିନି। ଏଟା ହେଉଛି ମୂଳା ଶାଗ। ମୂଳା ଶାଗ କେଉଁମାନଙ୍କୁ ପସନ୍ଦ ମୋତେ କମେଣ୍ଟରେ ଜଣେଇବେ। ମୋତେ ତ ବହୁତ ପସନ୍ଦ। ତ ମୂଳା ଶାଗ ବହୁତ କମ୍ ଥିଲା, କାହିଁକିନା ଗାଁରେ ବୋଉଙ୍କୁ କିଏ ଏତିକି ଦେଇଥିଲା, ତ ସଭିଙ୍କୁ କୁଳେଇବନି, ଆମର ବହୁତ ବଡ଼ ଫ୍ୟାମିଲି। ତ ସେଥିପାଇଁ କିଛି ଖତ ଶାଗ ଥିଲା, ତ ମୂଳା ଶାଗ ଆଉ ଖତ ଶାଗ ଆଜି ମିଶେଇକି କରିବା। ତ ସାଙ୍ଗମାନେ ଶାଗକୁ ସବୁବେଳେ ଭଲ ଭାବରେ ବାଛିବେ, କାହିଁକିନା ଦେଖନ୍ତୁ ଏଠି ଦୁଇଟା ପୋକ ବାହାରିଲା। ଶାଗରେ ପୋକ ଲାଗିଯାଏ, ଏଇଖିନା ତ ସବୁ ସାର ଫାର ଦେଲେ, ତ ସେଥିପାଇଁ ପୋକ ଲାଗିଯାଉଛି। ଶାଗକୁ ଭଲ ଭାବରେ ସାଙ୍ଗମାନେ ବାଛି ନେବେ। ଶାଗ ବଛା ଏପଟେ ମୋର ସରିଗଲା, ତ ମୁଁ ପନିକି ନେଇକି ଆସିଗଲି। ଶାଗକୁ ଢାଳି ନେଲି ତଳେ। ତଳେ ମାନେ ଗୋଟେ ବୁରା ପକେଇ ଢାଳି ନେଇ ତାକୁ ଭଲ ଭାବରେ କୁଚ କୁଚ କରି କାଟି ନେବା। ଶାଗକୁ ଯେତେ କୁଚେଇବେ ସେ ସେତେ ପୁରା ଛନଛନିଆ, ପୁରା ଲହୁଣୀ ଭଳିଆ ଶାଗଟି ହେଇଯିବ ଯେତେବେଳେ ଆପଣ ଶାଗ ଭାଜିବେ। ତ ସେଥିପାଇଁ ଶାଗକୁ ମୁଁ ଭଲ ଭାବରେ ଏପଟେ କୁଚେଇ ନେଲି। ତ ଚାଲନ୍ତୁ ଏବେ ତାକୁ ଧୋଇ ଆଣିବା। ତ ଏପଟେ ମୁଁ ଧୋଇବା ପାଇଁ ଆସିଗଲି। ତ ଶାଗକୁ ଯେତେ ଭଲ ଭାବରେ ଧୋଇବେ ସେ ବାଲି ଧୂଳି ଜମା ଲାଗିବନି, କାହିଁକି ନା ଶାଗ ତଳେ ହୁଏ ବହୁତ ବାଲି ଧୂଳି ଲାଗିଥାଏ। ତାପରେ ପୋକ ବି ଲାଗିଥିଲା, ସେଥିପାଇଁ ଶାଗକୁ ପୁରା ପରିଷ୍କାର କରି ମୁଁ ଧୋଇ ଆଣିଲି। ଏବେ ଶାଗ ଧୋଇକି ଆଣିକି ମୁଁ ତାକୁ କରେଇରେ ଦେଇଦେଲି। ତ ଶାଗକୁ କରେଇରେ ଦେଇ ସାରିଲା ପରେ ସେଥିରେ କିଛି ଲୁଣ ପକେଇଲି। ଶାଗ ବହୁତ ଦେଖାହେଉଛି, କିନ୍ତୁ ସିଝିଗଲେ ପୁରା କମିଯିବ, ସେଥିପାଇଁ ଅଳ୍ପ ଲୁଣ ପକେଇବେ। ଶାଗରେ ଲୁଣ ପକେଇ ତାକୁ ଏପଟ ସେପଟ କରି ଭଲ ଭାବରେ ଗୋଳେଇ ନେଲି। ତ ତାକୁ ଢାଙ୍କୁଡ଼ିବାନି, କାହିଁକି ନା ଶାଗ ସେମିତିରେ ହିଁ ସିଝିଯିବ ଆଉ ବହୁତ ପାଣି ବାହାରିବ, ସେଥିପାଇଁ ଶାଗ ଜମା ଢାଙ୍କୁଡ଼ିବେନି। ଶାଗରେ ରସୁଣର ଛୁଙ୍କ ଦେବା, ସେଥିପାଇଁ ରସୁଣ ଏପଟେ ନେଇ ଆସିଲି, ଆଣିକି ତାକୁ ଧୋଇଦେଲି। ଧୋଇକି ହେମଦସ୍ତାରେ ଦେଇଦେଲି। ତ ତାକୁ ଏବେ ଭଲ ଭାବରେ ଛେଚି ନେବା। ତ ଏପଟେ ମୋର ରସୁଣ ଛେଚା ହେଇଗଲା, ଦେଖିପାରୁଛନ୍ତି ନା। ତ ଏବେ ଚାଲନ୍ତୁ ଶାଗ ପାଖକୁ। ତ ଶାଗ ଏପଟେ ଦେଖନ୍ତୁ କେତେ କମିଯାଇଛି, ପୁରା ଅଳ୍ପ ହେଇଯାଇଛି, ଆଉ କେତେ ପାଣି ବାହାରୁଛି। ଆଉ ମୁଁ ଶାଗକୁ ଡାଇରେକ୍ଟ ଧୋଇକି ପଣି ଦେଇଥିଲି, ସେଥିପାଇଁ ବେଶୀ ପାଣି ବାହାରିଲା। ଆପଣମାନେ କିଛି ସମୟ ରଖିଲେ ଟିକେ କମ୍ ପାଣି ବାହାରିବ। ତ ଶାଗ ଏପଟେ ସିଝି ଯାଇଥିଲା, ତାକୁ ଥାଳିକୁ ଢାଳି ନେଲି। ଏବେ ଶାଗକୁ ବଘାରି ଦେବା। ତ ସେଇ କରେଇ ମୁଁ ବସେଇ ନେଇଛି, ସେଥିରେ ଟିକେ ତେଲ ଦେଇଦେଲି। ତେଲ ଦେଇ ସାରିଲା ପରେ ସେଥିରେ ଦେଇଦେଲି ଦୁଇଟା ଜିରା। ଜିରା କିଛି ଫୁଟେଇଲି, କାହିଁକିନା ମୋତେ ବହୁତ ଭଲ ଲାଗେ ଜିରା, ସେଥିପାଇଁ ଆପଣ ଚାହିଁଲେ ପକାଇ ପାରିବେ, ନହେଲେ ନାହିଁ। ଦୁଇଟା ଶୁଖିଲା ଲଙ୍କା ସେଥିରେ ପକାଇଲି, ବହୁତ ବଢ଼ିଆ ବାସ୍ନା ଆସିବ ଆଉ ଟେଷ୍ଟି ବି ଲାଗିବ। ତାପରେ ଛେଚିକି ରଖିଥିବା ରସୁଣକୁ ଦେଇକି ତାକୁ ଟିକେ ଭାଜି ନେଲି। ତ ଏପଟେ ମୋ ରସୁଣ ବି ଭଲ ଭାବରେ ଭାଜି ହେଇଗଲା, ସେଥିରେ ଏବେ ଶାଗକୁ ଢାଳି ଦେଲି। ଶାଗକୁ ଢାଳି ନେଇକି ତାକୁ ଏବେ ଭଲ ଭାବରେ ପୁରା ଭାଜି ନେବା। ତ ମୁଁ ଟିକେ ଚାଖିଲି, ମୋତେ ଲୁଣ କମ୍ ଲାଗିଲା, ସେଥିପାଇଁ ମୁଁ ହାଲକା ଲୁଣ ପକାଇଲି। ତ ଲୁଣ ଟିକେ ପକାଇକି ତାକୁ ଭଲ ଭାବରେ ଗୋଳେଇ ନେଲି। ବହୁତ ଧୂଆଁ ହେଉଛି, ତ ସାଙ୍ଗମାନେ ଏତେ ଧୂଆଁରେ ମୁଁ ରୋଷେଇ କରୁ କରୁ ଭିଡ଼ିଓ କରୁଛି, ତ ପ୍ଲିଜ୍ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏପଟେ ମୋ ଶାଗ ଭଜା ରେଡ଼ି ହେଇଗଲା, ତ ତାକୁ ଢାଳି ନେଲି। ତ ଚାଲନ୍ତୁ ଏବେ ତାକୁ ଟେଷ୍ଟ କରି ଦେଖିବା କେମିତି ଲାଗୁଛି। ତ ତାଟିଆରେ ଟିକେ ଶାଗ ନେଇ ଆସିଲି। ତ ଚାଲନ୍ତୁ ଟେଷ୍ଟ କରିବା। ମୋର ତ ମୂଳା ଶାଗ ବହୁତ ପସନ୍ଦ, ତ ବହୁତ ବଢ଼ିଆ ହେଇଛି। ରହିଲି, ଟାଟା।